ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ମୁଁ ପାଷ୍ଟର ପ୍ରଶାନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅମୀୟ ପ୍ରେମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଅଛି ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସେହି ମହାନ ପ୍ରେମରେ ଆପଣମାନଙ୍କୁ ନମସ୍କାର ଜଣାଉଅଛି। ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ନିଗୂଢ଼ ବାକ୍ୟ ନିକଟକୁ ଯିବା ପୂର୍ବରୁ ସର୍ବପ୍ରଥମେ ଆପଣାର ମସ୍ତକ ନୁଆଇଁ ଆମେ ପିତା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା। ପ୍ରିୟ ସ୍ୱର୍ଗୀୟ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। ପ୍ରଭୁ ତୁମ୍ଭର ରାଜ୍ୟ ଆସୁ। ଏହି ସମୟରେ ପ୍ରଭୁ ଆମ୍ଭେ ତୁମ୍ଭର ପବିତ୍ର ସିଂହାସନ ନିକଟକୁ ଆସୁଛୁ। ଆମ୍ଭମାନଙ୍କର ପାପ ତୁମ୍ଭ ପବିତ୍ର ରକ୍ତରେ ଧୋଇ ଦିଅ ପ୍ରଭୁ। ଆମମାନଙ୍କୁ ପବିତ୍ର କର ତୁମରି ପବିତ୍ର ରକ୍ତରେ ପ୍ରଭୁ। ତୁମ୍ଭର ବାକ୍ୟ ବୁଝିବା ପାଇଁ, ଗ୍ରହଣ କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ପାଳନ କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ତୁମ୍ଭ ପବିତ୍ର ପ୍ରେମରେ ପ୍ରଭୁ ଆମମାନଙ୍କର ଆତ୍ମାକୁ ତୁମେ ଭରି ଦିଅ। ତୁମରି ପବିତ୍ର ଆତ୍ମାର ଶକ୍ତିରେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କର ଆତ୍ମାକୁ ଭରି ଦିଅ। ତୁମ୍ଭର ଉପସ୍ଥିତି ଅନୁଭବ କରିବାରେ ଆମମାନଙ୍କୁ ସାହାଯ୍ୟ କର। ଉଦ୍ଧାରକର୍ତ୍ତା ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁଅଛୁ। ଆମେନ୍, ଆମେନ୍। ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସର୍ବପ୍ରଥମେ ମୁଁ ସେଇ ପରାକ୍ରାନ୍ତ ପରମେଶ୍ୱରଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛି, କାରଣ ସେ ଆଜି ଏହି ସୁନ୍ଦର ମୁହୂର୍ତ୍ତ ଆମମାନଙ୍କୁ ଦେଇଛନ୍ତି, ଆମମାନଙ୍କୁ ମିଳିତ କରେଇଅଛନ୍ତି ତାହାଙ୍କର ପବିତ୍ର ପ୍ରେମରେ। ତେଣୁ ତାହାଙ୍କର ନାମ ଧନ୍ୟ ହେଉ। ମୋର ପ୍ରିୟମାନେ, ଜଗତକୁ ମହାମାରୀ କାହିଁକି ଆସେ? କାହିଁକି ପରମେଶ୍ୱର ଏହି ମହାମାରୀ ପଠାଇଥାନ୍ତି? ପରମେଶ୍ୱରଙ୍କର ଏହି ମହାମାରୀ ପଠାଇବା ପଛରେ ତାହାଙ୍କର କ'ଣ ଉଦ୍ଦେଶ୍ୟ ରହିଛି? ବାସ୍ତବରେ ଆମ୍ଭେମାନେ ଦୁଇଟି ଦୋଷ କରିଛୁ। ଅମୃତ ଜଳ ପରିତ୍ୟାଗ କରି ଆପଣା ନିମନ୍ତେ ନାନା କୂପ ଖୋଳିଅଛୁ। ଆପଣା କୂପ ଖୋଳି ସେଥିମଧ୍ୟରେ ଅମୃତ ଜଳ ଖୋଜୁଛୁ। ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 2 ଅଧ୍ୟାୟର 13 ପଦରେ ସଦାପ୍ରଭୁ ଏପରି କହନ୍ତି, କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି। ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି। ସେ ସବୁ ଭଗ୍ନ କୂପ ଏବଂ ସେଗୁଡ଼ିକ ଜଳ ଧାରଣ କରି ନପାରେ। ଏହି ଯେଉଁ କୂପ ଗୁଡ଼ିକ ଆମ୍ଭେ ଆଜି ଖୋଳିଛୁ ନିଜର ଆନନ୍ଦ ପାଇବା ପାଇଁ, ସୁଖ ପାଇବା ପାଇଁ, ସେଗୁଡ଼ିକ କ'ଣ ଜଳ ଧାରଣ କରିପାରେ? ସେଗୁଡ଼ିକ କ'ଣ ମନୁଷ୍ୟର ତୃଷ୍ଣା ମେଣ୍ଟାଇ ପାରେ? ସେଗୁଡ଼ିକ କ'ଣ ମନୁଷ୍ୟର ଆଶାକୁ ପରିପୂର୍ଣ୍ଣ କରିପାରେ? ଏହି କୂପର ଜଳରେ କ'ଣ ଶାନ୍ତି ରହିଛି? ଏହି କୂପର ଜଳରେ କ'ଣ ତୃପ୍ତି ରହିଛି? ବାସ୍ତବରେ ମୋର ପ୍ରିୟମାନେ, ଏହି ଜଳରେ ଅମୃତ ଜଳ ନାହିଁ, ଏହି ଜଳରେ ପ୍ରେମ ନାହିଁ। ଏହା ମନୁଷ୍ୟକୁ କେବେ ଶାନ୍ତି ଦେଇ ନପାରେ, ଏହା ମନୁଷ୍ୟକୁ କେବେ ଜୀବନ ଦେଇ ନପାରେ। ଅନେକ ସମୟରେ ଆମେ କହୁଛୁ, ଜଗତରେ ଏତେ କ୍ଲେଶ କାହିଁକି? ପରମେଶ୍ୱର କାହିଁକି ଏତେ କ୍ଲେଶ, ଦୁଃଖ, କଷ୍ଟ ପଠାଉଛନ୍ତି? ମୋ ପ୍ରତି ଏତେ କଷ୍ଟ କାହିଁକି? ଜଗତ ଆଜି କାହିଁକି ଦୁଃଖ ପାଉଛି, କଷ୍ଟ ପାଉଛି? ମୋ ବନ୍ଧୁ ଆଜି କାହିଁକି କଷ୍ଟ ପାଉଛି? ମୋର ପ୍ରତିବାସୀ ଆଜି କାହିଁକି କଷ୍ଟ ପାଉଛି? ମୁଁ ଆଜି କାହିଁକି କଷ୍ଟରେ ଜର୍ଜରିତ? ଏହିପରି ଅନେକ ପ୍ରଶ୍ନ ଆମମାନଙ୍କ ଜୀବନ ମଧ୍ୟରେ ଉଙ୍କିପାରେ। ତେଣୁ ଏହି ସମସ୍ତ କଷ୍ଟ ପାଇଁ, କ୍ଲେଶ ପାଇଁ ଆମେ ପ୍ରଭୁଙ୍କୁ ଦୋଷ ଦେଇଥାଉ, କହିଥାଉ, ପ୍ରଭୁ ମୋ ପ୍ରତି ଏହି କ୍ଲେଶ ତୁମେ କାହିଁକି ପଠାଉଛ? ପ୍ରଭୁଙ୍କୁ ଆମେ ଅନୁସୋଗ କରିଥାଉ, ତାହାଙ୍କୁ ଆମେ ପ୍ରଶ୍ନ କରିଥାଉ। କିନ୍ତୁ ଏଥିପାଇଁ ଦାୟୀ କିଏ? ଖ୍ରୀଷ୍ଟପୂର୍ବ 705 - 681 ମଧ୍ୟରେ ଜୁନସଙ୍କ ସମୟରେ ନିନିବି ନଗର ଏକ ଦୁଷ୍କର୍ମ ଏବଂ ପାପପୂର୍ଣ୍ଣ ନଗରୀ ଥିଲା। ସେଠାରେ ସଦାସର୍ବଦା ବ୍ୟଭିଚାର, ବିବାଦ, ହିଂସା
ନରହତ୍ୟା, ରଙ୍ଗରସ ଆଦି ସମସ୍ତ ମନ୍ଦତା କର୍ମରେ ନିନିବି ନଗର ଭରି ରହିଥିଲା, ମାତି ରହିଥିଲା। ଯିଏ ଯାହାକୁ ପାରୁଥିଲା ତାହାକୁ ବ୍ୟଭିଚାର କରୁଥିଲା, ଦୁଷ୍କର୍ମ କାର୍ଯ୍ୟ କରୁଥିଲା। ଯିଏ ଯାହାକୁ ପାରୁଥିଲା ଲୁଣ୍ଠନ କରୁଥିଲା, ଯିଏ ଯାହାକୁ ପାରୁଥିଲା ନରହତ୍ୟା କରୁଥିଲା। ଠିକ୍ ଆଜିର ଜଗତ ପରି ଆଜିର ମନୁଷ୍ୟ କ'ଣ କରେ? ଟିଭି ଅନ୍ କରନ୍ତୁ, ଦେଖିବେ ବ୍ୟଭିଚାର, ହତ୍ୟା, ଲୁଣ୍ଠନ। ନ୍ୟୁଜ୍ ପେପର ପଢ଼ନ୍ତୁ, ସେଠି ଦେଖିବେ ବ୍ୟଭିଚାର, ନରହତ୍ୟା, ଲୁଣ୍ଠନ, ହିଂସା, ଈର୍ଷା, ଶତ୍ରୁତା, ରଙ୍ଗରସ। ଘରୁ ବାହାରକୁ ବାହାରିଲେ ଯେପରି ଲାଗେ ସିଂହ ପ୍ରାୟ ଗର୍ଜନ କରି କେହି ଜଣେ ହତ୍ୟା କରିବାକୁ ଗୋଡ଼ାଉଛି। ରାସ୍ତାକୁ ବାହାରିଲେ ଲାଗେ ଯେପରି ସର୍ପଗୁଡ଼ିକ ଦଂଶନ କରିବାକୁ ମୋତେ ଗୋଡ଼ାଉଛି। ବର୍ତ୍ତମାନ ଜଗତ ଯେପରି ଠିକ୍ ସେହିପରି ନିନିବି ନଗର ମଧ୍ୟ ଥିଲା। ନିନିବି ନଗରରେ ସଦା ସର୍ବଦା ଦୁଷ୍କର୍ମ କାର୍ଯ୍ୟ ଭରି ରହିଥିଲା। ତେବେ ଏହି ସମସ୍ତ ଦୁଷ୍ଟତାରୁ, ଦୁଷ୍କର୍ମରୁ ମନୁଷ୍ୟ ଉଦ୍ଧାର ପାଇବ କିପରି? କିଏ ସେମାନଙ୍କୁ ଉଦ୍ଧାର କରିବ? କିପରି ସେମାନେ ସଦାପ୍ରଭୁଙ୍କ ନିକଟକୁ ଫେରି ଆସିବେ? କିପରି ସେମାନେ ପରିତ୍ରାଣ ପାଇବେ? ଏହି ସମସ୍ତ କାର୍ଯ୍ୟ ପାଇଁ ସଦାପ୍ରଭୁ ଆପଣାର ଆହୁତ, ମନୋନୀତ ଏବଂ ପୃଥକୀକୃତ ବ୍ୟକ୍ତି ମାନଙ୍କୁ ବାଛିଥାନ୍ତି। ଯେଉଁଠାରେ ଅଧିକ ଦୁଷ୍କର୍ମ କାର୍ଯ୍ୟ ହୁଏ, ଯେଉଁଠାରେ ପାପ ଦ୍ୱାରା ମନୁଷ୍ୟ ପତିତ ହୁଏ, ସେହି ସ୍ଥାନ, ସେହି ଦେଶକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଆପଣାର ବିଖ୍ୟାତ ଅର୍ଥାତ୍ ମନୋନୀତ ଅର୍ଥାତ୍ ପୃଥକୀକୃତ ବ୍ୟକ୍ତିଙ୍କୁ ବାଛିଥାନ୍ତି ଏବଂ ସେଇଠାକୁ ପଠାଇଥାନ୍ତି ସୁସମାଚାର ଘୋଷଣା କରିବା ପାଇଁ। ସୁସମାଚାର ଦ୍ୱାରା ମନୁଷ୍ୟ ଯେପରି ପରମେଶ୍ୱରଙ୍କ ନିକଟକୁ ଫେରି ଆସିବ, ତେଣୁ ପରମେଶ୍ୱର ତାହାଙ୍କର ମନୋନୀତ ବ୍ୟକ୍ତିଙ୍କୁ ସେହି ସ୍ଥାନକୁ ପ୍ରେରଣ କରିଥାନ୍ତି। ତେଣୁ ସଦାପ୍ରଭୁ ମଧ୍ୟ ସେହି ନିନିବି ନଗରକୁ ଜୁନୋସଙ୍କୁ ପଠାଇ କହିଲେ, ସଦାପ୍ରଭୁ ଆପଣାର ମନୋନୀତ ପୃଥକୀକୃତ ଆହୁତ ବ୍ୟକ୍ତି ଅର୍ଥାତ୍ ଜୁନୋସଙ୍କୁ କହିଲେ, ଉଠ, ନିନିବିକୁ ଯାଅ ଓ ତହିଁରେ ସୁସମାଚାର ପ୍ରଚାର କର, ଘୋଷଣା କର। ଯେପରି ନିନିବି ଆପଣା କୁପଥରୁ, ଆପଣା ଦୁରାତ୍ମରୁ, ଆପଣା ଦୁଷ୍କର୍ମ ସେ ଫେରି ଆସିବ, ଆପଣା ପାପରୁ ସେ ଯେପରି ଫେରି ଆସିବ। ଆଉ ଯଦି ସେ ନ ଫେରେ ତେବେ 40 ଦିନ ଉତ୍ତାରେ ନିନିବି ମହାନଗର ଉତ୍ପାଟିତ ହେବ, ଧ୍ୱଂସ ହେବ, ପରମେଶ୍ୱର ବିନାଶ କରିବେ। ମାତ୍ର ସଦାପ୍ରଭୁଙ୍କର ଏହି ପୃଥକୀକୃତ ଆହୁତ ମନୋନୀତ ବ୍ୟକ୍ତି ଜୁନସ୍ କ'ଣ କରୁଛନ୍ତି ଏଠାରେ? ସଦାପ୍ରଭୁଙ୍କର ଆଜ୍ଞା ଲଙ୍ଘନ କରି ତର୍ଷିସକୁ ପଳାଇଗଲେ। ସଦାପ୍ରଭୁଙ୍କର ଆଜ୍ଞାକୁ ଲଙ୍ଘନ କରି ତର୍ଷିସ ଅଭିମୁଖେ ଯାଉଥିବା ଜାହାଜରେ ସେ ବସିଲେ। ପରମେଶ୍ୱର ଜୁନସଙ୍କୁ କହିଲେ, ତୁମେ ନିନିବିକୁ ଯାଅ, ଉଠ, ତୁମେ ନିନିବିକୁ ଯାଅ, ସୁସମାଚାର ଘୋଷଣା କର, ସୁସମାଚାର ପ୍ରଚାର କର। ମାତ୍ର ଜୁନସ୍ ଆଜି ତର୍ଷିସକୁ ପଳାଇ ଯାଉଛନ୍ତି। ମୋର ପ୍ରିୟମାନେ, ପ୍ରଭୁ ଆଜି ଆପଣଙ୍କୁ ଆହ୍ୱାନ କରିଛନ୍ତି, ଆପଣଙ୍କୁ ମନୋନୀତ କରିଛନ୍ତି, ଆପଣଙ୍କୁ ପୃଥକୀକୃତ କରିଛନ୍ତି ଏବଂ ଡାକୁଛନ୍ତି, ତୁମେ ଯାଅ, ଭୁବନେଶ୍ୱର ମହାନଗରରେ ମୋର ବାକ୍ୟ ପ୍ରଚାର କର, ଓଡ଼ିଶାର ବିଭିନ୍ନ ସ୍ଥାନରେ ତୁମେ ବାକ୍ୟ ପ୍ରଚାର କର, ଭାରତର କୋଣ ଧିକୋଣରେ ତୁମେ ପ୍ରଚାର କର, ସୁସମାଚାର ଘୋଷଣା କର। ମାତ୍ର ଆଜି ଆମେ କେଉଁଠାରେ? ଆଜି ମୁଁ କେଉଁଠାରେ ଅଛି? ଆଜି ଆପଣମାନେ କେଉଁଠାରେ ଅଛନ୍ତି? ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ମୁଁ ଆଜି ତାହାଙ୍କର ନିୟମକୁ ପାଳନ କରି ମୁଁ ଯାଉଛି ତ? ତାହାଙ୍କର ସେ ମହାନ ଆଜ୍ଞା ଅଭିମୁଖେ ମୁଁ ଯାତ୍ରା କରୁଛି ତ? ମୁଁ ଆଜି କେଉଁଠି ଅଛି? ଯଦି ମୁଁ ଆଜି ପରମେଶ୍ୱରଙ୍କର ଆଜ୍ଞାକୁ ଲଙ୍ଘନ କରି ମୁଁ ଯଦି ଲକ୍ଷ୍ୟସ୍ଥଳରେ ନାହିଁ, ତେବେ ମୋର ପ୍ରିୟମାନେ ମହାମାରୀ ନିଶ୍ଚୟ ଆସିବ, କ୍ଲେଶ ଆସିବ, ଦୁଃଖ ଆସିବ, ସମସ୍ତ ବିପତ୍ତି ଆସିବ। ସଦାପ୍ରଭୁ ଜୁନସଙ୍କୁ କହିଲେ, ନିନିବିକୁ ଯାଅ, ସେଠାରେ ମୋର ସୁସମାଚାର ଘୋଷଣା କର। ମାତ୍ର ଜୁନସ୍ କ'ଣ କରୁଛନ୍ତି?
ନେନେବିକୁ ନ ଯାଇ ତର୍ଷିଷ ଅଭିମୁଖେ ଯାଉଥିବା ଜାହାଜରେ ବସି ଜାହାଜର ଅନ୍ତରସ୍ଥ ଭାଗକୁ ଯାଇ ଶୟନ କରି ଘୋର ନିଦ୍ରାରେ ସେ ଆଜି ଅଛନ୍ତି। ପରମେଶ୍ୱର ଦେଶର ସୁସ୍ଥତା ପାଇଁ, ଦେଶରୁ ଯେପରି କ୍ଲେଶ ହଟିବ, ତେଣୁ ସେ ଆପଣାର ପ୍ରିୟତମଙ୍କୁ ପଠାଇଥାନ୍ତି, ଆପଣାର ମନୋନୀତ ବ୍ୟକ୍ତିଙ୍କୁ ପଠାଇଥାନ୍ତି। ପରମେଶ୍ୱର ଚାହାନ୍ତି ଦେଶରୁ କ୍ଲେଶ ଚାଲିଯାଉ, ଦେଶ ସୁସ୍ଥ ହେଇ ରହୁ, ମନୁଷ୍ୟ ସଦାସର୍ବଦା ତାହାଙ୍କ ନିକଟରେ ଲକ୍ଷ୍ୟ ରଖିଥାଉ। କିନ୍ତୁ ଆଜି ମୁଁ ନିଦ୍ରାମଗ୍ନ ଅବସ୍ଥାରେ ଅଛି। ଆଜି ତର୍ଷିଷକୁ ଯାଉ ଯାଉ ଜୁନସ୍ ଆଜି ନିଦ୍ରାମଗ୍ନ ଅବସ୍ଥାରେ ଅଛନ୍ତି। ଯେତେବେଳେ ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଯାଏ, ଯେତେବେଳେ ମନୁଷ୍ୟ ପରମେଶ୍ୱରଙ୍କ ନିକଟରୁ ଦୂରକୁ ଯିବାକୁ ଚେଷ୍ଟା କରେ, ସେତେବେଳେ ତାହାର ବନ୍ଧୁ ହୁଏ ଶୟତାନ। ମୋର ପ୍ରିୟମାନେ, ଯେତେବେଳେ ମନୁଷ୍ୟ ପରମେଶ୍ୱରଙ୍କ ଠାରୁ ଦୂରକୁ ଯିବାକୁ ଚାଲି ଯାଇଥାଏ, ସେତେବେଳେ ତାହାର ଅତି ପ୍ରିୟ ବନ୍ଧୁ ହୋଇଥାଏ ଶୟତାନ। ତେଣୁ ସେ ଆଜି ପରମେଶ୍ୱରଙ୍କ କୋଳକୁ ପରିତ୍ୟାଗ କରି ଶୈତାନ କୋଳରେ ଆନନ୍ଦରେ ଶୋଇ ପଡ଼ିଛି। ଆମେ ମଧ୍ୟ ଠିକ୍ ସେହିପରି ପରମେଶ୍ୱର ଆମମାନଙ୍କୁ ବାଛିଛନ୍ତି ତାହାଙ୍କର ଗୌରବର କାର୍ଯ୍ୟ କରିବା ପାଇଁ, ତାଙ୍କର ମହାନ ଉଦ୍ଦେଶ୍ୟରେ, ତାଙ୍କର ମହାନ ଯୋଜନାକୁ ସଫଳ କରିବା ପାଇଁ ଆଜି ଆମମାନଙ୍କୁ ବାଛିଛନ୍ତି। କିନ୍ତୁ ମୁଁ ଆଜି କେଉଁଠି ଶୋଇ ପଡ଼ିଛି, କେଉଁଠି ମୁଁ ଆଜି ଅଛି? ପରମେଶ୍ୱରଙ୍କର ସେ ଯୋଜନା ମୁତାବକ ସ୍ଥାନରେ ମୁଁ ଅଛି ତ? ଏହି ପ୍ରଶ୍ନ ଉଠେ ମୋର ପ୍ରିୟମାନେ। ଆଉ ଯେତେବେଳେ ମନୁଷ୍ୟ ଶୟତାନ କୋଳରେ ଶୋଇ ପଡ଼ିବ, ସେତେବେଳେ ମହାମାରୀ ଆସିବ, ଦୁର୍ଭିକ୍ଷ ଆସିବ, କ୍ଲେଶ ଆସିବ, ଦୁଃଖ ଆସିବ, ଦୁର୍ଘଟଣା ଆସିବ ମନୁଷ୍ୟ ଜୀବନକୁ ଏବଂ ଜଗତ ମଧ୍ୟକୁ। ସେହିଦିନ ଜାହାଜ ମଧ୍ୟକୁ କ୍ଲେଶ ଆସିଥିଲା, ଯେଉଁ ଝଡ଼ ଆସିଥିଲା, କାହା ପାଇଁ ମୋର ପ୍ରିୟମାନେ? ବିଜାତି ମାନଙ୍କ ପାଇଁ ନୁହେଁ, ପରମେଶ୍ୱରଙ୍କୁ ଜାଣିଥିବା ଜାଣିନଥିବା ଲୋକମାନଙ୍କ ନିମନ୍ତେ ନୁହେଁ, ବା ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରୁନାହାନ୍ତି ସେମାନଙ୍କ ନିମନ୍ତେ ସେଦିନ ଝଡ଼ ଆସିନଥିଲା, ତୋଫାନ ଆସିନଥିଲା, ପ୍ରଚଣ୍ଡ ବାୟୁ ଆସିନଥିଲା। ମାତ୍ର ସେ ପ୍ରଚଣ୍ଡ ବାୟୁ, ସେ ପ୍ରଚଣ୍ଡ ଝଡ଼ ସେଦିନ ଆସିଥିଲା ପରମେଶ୍ୱରଙ୍କର ମନୋନୀତ ବ୍ୟକ୍ତିଙ୍କ ସକାଶୁ। ପରମେଶ୍ୱର ଯାହାଙ୍କୁ ଆହ୍ୱାନ କରିଛନ୍ତି, ଯାହାକୁ ପ୍ରେମ କରିଛନ୍ତି, ଯାହାକୁ ମନୋନୀତ କରିଛନ୍ତି, ସେ ମନୋନୀତ ବ୍ୟକ୍ତିଙ୍କ ନିମନ୍ତେ ସେଇଦିନ ସେ ଜାହାଜ ମଧ୍ୟକୁ ଝଡ଼ ତୋଫାନ ଆସିଥିଲା। ପରମେଶ୍ୱରଙ୍କର ଆହ୍ୱାନ ପ୍ରାପ୍ତ ବ୍ୟକ୍ତିଙ୍କ ସକାଶୁ ସେଇଦିନ ଝଡ଼ ତୋଫାନ ଆସିଥିଲା। ଆଜି ଦୁଃଖ ଜଗତକୁ ଆସୁଛି, ପ୍ରଭୁଙ୍କୁ ଜାଣିନଥିବା ଭାଇ ଭଉଣୀ ମାନଙ୍କ ନିମନ୍ତେ ନୁହେଁ, ପ୍ରଭୁଙ୍କୁ ଗ୍ରହଣ କରିନଥିବା ଭାଇ ଭଉଣୀ ମାନଙ୍କ ନିମନ୍ତେ ନୁହେଁ, କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଛନ୍ତି, ଯେଉଁମାନେ ପରମେଶ୍ୱରଙ୍କୁ ନିଜର ସୃଷ୍ଟିକର୍ତ୍ତା ରୂପେ ଗ୍ରହଣ କରିଛନ୍ତି, ଯେଉଁମାନେ ପରମେଶ୍ୱରଙ୍କ ନିମନ୍ତେ ଆହ୍ୱାନ ପ୍ରାପ୍ତ, ସେମାନଙ୍କ ନିମନ୍ତେ ଆଜି ଜଗତ ମଧ୍ୟକୁ ମହାମାରୀ ଆସେ। ସେମାନଙ୍କ ନିମନ୍ତେ ଜଗତ ମଧ୍ୟକୁ ଆଜି ମହାମାରୀ ଆସୁଅଛି। ହଁ ପ୍ରିୟମାନେ, ଆପଣଙ୍କ ପାଇଁ ଜଗତକୁ ଆଜି କ୍ଲେଶ ଆସୁଛି। ଏହାର ମୁଖ୍ୟ କାରଣ ମୁଁ ଅଟେ, ଏହାର ମୁଖ୍ୟ କାରଣ ଆପଣ ଅଟନ୍ତି। ଆଜି ଆମେ ପରମେଶ୍ୱରଙ୍କ ଠାରୁ ଆହ୍ୱାନ ପ୍ରାପ୍ତ ହୋଇ ସୁଦ୍ଧା ଦୂରକୁ ଚାଲି ଯାଉଛୁ। ପରମେଶ୍ୱର କୁହନ୍ତି, ତୁମେ ତୁମର ଜୀବନକୁ ସଜୀବ ପବିତ୍ର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ମାତ୍ର ଆଜି ପରମେଶ୍ୱରଙ୍କ ନିମନ୍ତେ ଆପଣ ଜୀବନକୁ ଆମେ ସଜୀବ ପବିତ୍ର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ ନ କରି ଏହି ଜଗତ ମଧ୍ୟରେ ସ୍ୱାର୍ଥ ନିମିତ୍ତ ଆମେ ଆଜି ନିଜ ଜୀବନକୁ ଉତ୍ସର୍ଗ କରୁଛୁ। ତାହାଙ୍କ ଚିହ୍ନ, ପରମେଶ୍ୱରଙ୍କ ଚିହ୍ନ ଦେଖି ଆମେ ବିଶ୍ୱାସ କରୁନାହୁଁ, ତାହାଙ୍କ ବାକ୍ୟରେ ଆମେ ମନୋଯୋଗ କରୁନାହୁଁ। ଆପଣା ଜୀବନରେ ଶରୀରରେ ଘୃଣା ଯୋଗ୍ୟ କାର୍ଯ୍ୟ କରୁଛୁ, ପାପ କରୁଛୁ, ତାହାଙ୍କର ଆଜ୍ଞା ଲଙ୍ଘନ କରୁଛୁ। ଆମେ ପ୍ରଚାର କରୁଛୁ ପାପ କର ନାହିଁ, ବ୍ୟଭିଚାର କର ନାହିଁ, କିନ୍ତୁ ଆମମାନଙ୍କ ଜୀବନ ମଧ୍ୟରେ ପାପ ବସା ବାନ୍ଧି ରହିଛି। ପୁଲପିଟରେ ଠିଆ ହୋଇ ଚିତ୍କାର କରୁଛୁ ପ୍ରଭୁଙ୍କ ସୁସମାଚାର, କିନ୍ତୁ ଯେତେବେଳେ ପୁଲପିଟରୁ ବାହାରକୁ ଆସୁଛୁ ସେତେବେଳେ ଆମ୍ଭମାନଙ୍କର କର୍ମରେ ଶୈତାନ ପ୍ରକାଶ ପାଏ। ପୁଲପିଟରେ ଠିଆ ହେଇଥିଲା ବେଳେ ଆମେ ନିଜକୁ ଜଣାଉଛୁ ଯେପରି ମୁଁ ଜଣେ ଦୂତ, କିନ୍ତୁ ଯେତେବେଳେ ମୁଁ ବାହାରକୁ ଆସୁଛି ସେତେବେଳେ ମୁଁ ଜଣେ ଭୂତ ଅଟେ। ନିଜକୁ ପଚାରନ୍ତୁ ମୋର ପ୍ରିୟମାନେ, ନିଜକୁ ସମୀକ୍ଷା କରନ୍ତୁ ମୋର ପ୍ରିୟମାନେ। ହେ ପରମେଶ୍ୱରଙ୍କର ଆହ୍ୱାନ ପ୍ରାପ୍ତ, ହେ ପରମେଶ୍ୱରଙ୍କ ପୃଥକୀକୃତ ବ୍ୟକ୍ତିମାନେ,
समीक्षा करंतु। हे परमेश्वर महान व्यक्ति माने विख्यात व्यक्ति माने निजको पचारंतु, निजको परीक्षा करंतु, समीक्षा करंतु। मोर प्रिय माने मु जाने जदि मु प्रचार करिबे, जदि आपण प्रचार करिबे, जदि मु उठिबे, जदि आपण उठिबे, तेबे एही जगतर प्रचंड वायु, झड़ तोफान, क्लेश, महामारी बंद हेबो। जदि आपण प्रचार करिबे, आपण जदि ठिया हेबे, आपण जदि सुसमाचार घोषणा करिबे, आपण जदि प्रभुंकर कथा कहिबे, तेबे महामारी बंद हेबो, झड़ तोफान बंद हेबो, क्लेश बंद हेबो। ए पृथ्वी सुनार पृथ्वी रे परिपूर्ण हेबो। तेणु परमेश्वर जोनसुं कहले उठ। आज आपण को परमेश्वर कहउछंती उठ, जाओ, प्रचार कर, सुसमाचार घोषणा कर। परमेश्वर मध्य जानती जदि आपण सुसमाचार प्रचार करिवे, एही समस्त बंद हेबो, क्लेश बंद हेबो, दुख बंद हेबो, जंत्रणा बंद हेबो। उठ, समग्र जगत को जाई पालन करबा को शिक्षा देई शिष्य कर, पिता पुत्र पवित्र आत्मांक नाम रे बपतिस्म दिवा। देखो जुगांत पर्यंत सदा सर्वदा तुम्भ मानक संगे संगे मु अछि बोली परमेश्वर आज मान को कहउछंती। प्रभु जीशु आज मान को महान आदेश देउछंती। हाँ, उठ हे निद्रित, उठ, जाग। आपण उठिले जगत उठिब, आपण जागिले जगत जागिब, आपण हसिले जगत हसिब, आपण आशीर्वाद प्राप्त हेले जगत आशीर्वाद प्राप्त हेब। आज प्रभु आपण को नाम धरी आह्वान करुछंती। हे जोनस उठ, हे प्रशांत तुमे उठ, नाम धरी आज आपण को आह्वान करुछंती। मोर प्रिय माने आपण हेतु मो हेतु जगत रे जो क्लेश आसुची ताहा देखि केबे कहंतु नाही जे मते समुद्र रे पकाई दियो। केबे कहंतु नाही जगत क्लेश देखि, दुख कष्ट जंत्रणा देखि केबे हेले कहंतु नाही मते समुद्र रे पकाई दियो। मो सकाशे जगत रे महा तूफान, मो सकाशे जगत रे आज महामारी, मो सकाशे आज जगत रे क्लेश बोली कहंतु नाही जे बंचिबा अपेक्षा मोहर मरिबार भलो। कहतु ना मोर प्रिय माने मते समुद्र रे पकाई दियो। कहतु ना मोर प्रिय माने बंचिबा अपेक्षा मोर मरिबार भलो। द्वितीय वंशावली 7 अध्याय 14 पदरे सेनाधिपति सदाप्रभु एपरि कहन्ति, जेबे आंभ नाम रे विख्यात लोक माने, जेबे आंभ नाम रे विख्यात लोक माने आपणा मानंकु नम्र करी प्रार्थना करिवे ओ आंभ मुख अन्वेषण करी आपणा आपणा कुपथरु फेरिबे, तेबे आंभे स्वर्गरु सुनिबा ओ से मानकर पाप क्षमा करिबा ओ से मानंकु एवं से मानकर देश को सुस्थ करिबा। परमेश्वर कहती आंभ नामर विख्यात लोक माने आज आपण हेउचंती परमेश्वर नामर विख्यात लोक। आज आपण परमेश्वर मनोनीत व्यक्ति, आह्वान प्राप्त व्यक्ति। नम्र करी आपण जेतेबेले प्रार्थना करिवे, ताहांकर मुख जेतेबेले आपण अन्वेषण करिवे, जेतेबेले समस्त कुकर्मरु फेरिबे, सेतेबेले सदा प्रभु पराकांत परमेश्वर स्वर्गरु सुनिबे, पाप क्षमा हेबो, देश सुस्थ हेबो। आसंतु निजको नम्र करी तांको मुख अन्वेषण करी प्रार्थना करू, देश सुस्थ हेबो। मु जदि निजको नम्र करी प्रभुंक मुख अन्वेषण करी प्रार्थना करे, तेबे देश सुस्थ हेबो। ए देश मो ऊपर निर्भर करे, कारण सदा प्रभुंक आत्मा आंभ मानक निकटरे अधिष्ठान करंती। नम्र लोक मानक निकटरे सुसमाचार प्रचार करने को से अभिषिक्त करियछंती, भग्न अंतकरण रे क्षत बांधिबा को से अभिषिक्त करियछंती, बंदी लोक मानक प्रति मुक्ति घोषणा करिया को से अभिषिक्त करियछंती, अंधकार रे थिबा लोक मानक आलोक पथ को आनिबा पई से आपण को अभिषिक्त करियछंती। आपण अभिषिक्त प्राप्त व्यक्ति अटंती परमेश्वर। हाँ, दुखर परिवर्ते सुख रूप तैल, अवसन्न आत्मार परिवर्ते प्रशंसा रूप वस्त्र प्रदान करने को से
ଆପଣଙ୍କୁ ପ୍ରେରଣ କରିଛନ୍ତି ଜଗତ ମଧ୍ୟକୁ। ଆପଣ ପ୍ରାର୍ଥନା କରିବେ ଜଗତ ସୁସ୍ଥ ହେବ। ଉଠ, ଆଲୋକିତ ହୁଅ, ଜଗତକୁ ଆଲୋକ କର। ଉଠ, ଦୀପ୍ତିମତୀ ହୁଅ। ଦୀପ୍ତି ତୁମ୍ଭ ମଧ୍ୟରେ ଉଦିତ ହୋଇଅଛି ଏବଂ ସେହି ଦୀପ୍ତି ସ୍ୱୟଂ ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ହାଲେଲୁୟା, ହାଲେଲୁୟା। ସେହିଦିନ ଜୁନସ୍ ମଧ୍ୟ ମତ୍ସ୍ୟ ଉଦରରେ ଥାଇ, ମାଛ ପାକସ୍ଥଳୀ ମଧ୍ୟରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, ଉପବାସ କଲେ, ଅନ୍ତଃକର୍ମ ସହିତ ରୋଧନ କଲେ, ବିଳାପ କଲେ। 3 ଦିନ ପର୍ଯ୍ୟନ୍ତ ନ ଖାଇ ନ ପିଇ ସେ ବିଳାପ କଲେ, ଆର୍ଥ ଚିତ୍କାର କଲେ। ଆପଣାର ପାପ ସକାଶୁ ସେ କାନ୍ଦିଲେ। ମୋର ପ୍ରିୟମାନେ, 3 ଦିନ ପର୍ଯ୍ୟନ୍ତ, 3 ରାତ୍ରି ପର୍ଯ୍ୟନ୍ତ ଜୁନସ୍ ମତ୍ସ୍ୟ ଉଦରରେ କାନ୍ଦିଲେ। ସମସ୍ତ ଅନ୍ତଃକରଣ ସହିତ ସେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ। ଯେତେବେଳେ ସେ ନିଜର କୁପଥରୁ ଫେରି ଆସିଲେ, ଅନ୍ତଃକରଣ ସହ ପରମେଶ୍ୱରଙ୍କ ନିକଟରେ ଆପଣ ଜୀବନ ଅର୍ପଣ କଲେ, ସେତେବେଳେ ଜୁନସ୍ 3 ଦିନର ପଥକୁ ଚାଲି ଚାଲି ଯାଇ ମହାନଗର ନିନିବରେ ଉଚ୍ଚ ସ୍ୱରରେ ସୁସମାଚାର ଘୋଷଣା କରିବାକୁ ଲାଗିଲେ। ଯେତେବେଳେ ଜୁନସ୍ ସୁସମାଚାର ଘୋଷଣା କଲେ, ତାହାଙ୍କର ସୁସମାଚାରରେ ବିଶ୍ୱାସ କରି ନିନିବି ନଗର ରକ୍ଷା ପାଇଲା। ତାହାଙ୍କ ସୁସମାଚାରରେ ବିଶ୍ୱାସ କରି ପ୍ରାୟ 1,20,000ରୁ ଅଧିକ ଲୋକ ଉଦ୍ଧାର ପାଇଲେ। ଯଦି ଜୁନସ୍ ସେଇଦିନ ଯଦି ସୁସମାଚାର ଘୋଷଣା କରିନଥାନ୍ତା, ତେବେ ଜୁନସ୍ଙ୍କ ସକାଶୁ ନିନିବି ନଗର ଧ୍ୱଂସ ପାଇଥାନ୍ତା। ମୋର ପ୍ରିୟମାନେ, ତେଣୁ ଗୋଟିଏ ଦେଶ ପାଇଁ, ଗୋଟିଏ ନଗର ପାଇଁ ସେ ଜଣେ ଜଣେ ବ୍ୟକ୍ତିଙ୍କୁ ମନୋନୀତ କରିଥାନ୍ତି। ପରମେଶ୍ୱର ଚାହିଁଥାନ୍ତି ଏହି ବ୍ୟକ୍ତି ଏହି ସ୍ଥାନକୁ ଯିବ, ସେ ପ୍ରଚାର କରିବ ଏବଂ ସେହି ଦେଶ ସୁସ୍ଥ ହେବ। ପରମେଶ୍ୱରଙ୍କର ଏହା ଯୋଜନା ଅଟେ। ତେଣୁ ସେ ମନୋନୀତ ଆହୁତ ବ୍ୟକ୍ତିମାନଙ୍କୁ ବାଛିଥାନ୍ତି। କାରଣ ଏହି ଜଗତ ଆଜି ଆପଣଙ୍କ ଘୋଷଣାକୁ, ଆପଣଙ୍କର ସୁସମାଚାରକୁ ଅପେକ୍ଷା କରି ବସିଛି। ଅପେକ୍ଷା କରି ବସିଛି ଅନ୍ଧକାରରେ ଥିବା ଲୋକମାନେ ଆଲୋକକୁ ଯେପରି ଆସିବେ, ଏବଂ ସେ ଅନ୍ଧକାରରେ ଥିବା ଲୋକମାନେ ମଧ୍ୟ ଆଜି ଆପଣଙ୍କୁ ଅପେକ୍ଷା କରି ବସିଛନ୍ତି। କେହି ଜଣେ ଆଜି ଆସିବେ, ସୁସମାଚାର ଘୋଷଣା କରିବେ, ମୁଁ ତାହା ବିଶ୍ୱାସ କରିବି ଏବଂ ମୁଁ ସେ ଆଲୋକ ମଧ୍ୟକୁ ଯିବି, ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୋ ନିଜର ତ୍ରାଣକର୍ତ୍ତା ରୂପେ ମୁଁ ଗ୍ରହଣ କରିବି। ତେଣୁ କେହି ଜଣେ ଆଜି ଆପଣମାନଙ୍କୁ ମୋତେ ସେ ଅପେକ୍ଷା କରି ବସିଛି। ନିଶ୍ଚୟ ଆପଣଙ୍କ ସୁସମାଚାର ଏହି ଦୁର୍ଦ୍ଦିନ ସମୟରେ ହସ ଫୁଟାଇ ପାରିବ। ଏହି ଦୁର୍ଦ୍ଦିନ ସମୟରେ, ଏହି ଆତଙ୍କିତ ସମୟରେ ନିଶ୍ଚୟ ଜଣଙ୍କ ମୁହଁରେ ହସ ଫୁଟାଇ ପାରିବ। ଗୋଟିଏ ଦେଶରେ ଆପଣଙ୍କର ସୁସମାଚାର ସୁସ୍ଥ କରିପାରିବ ଏବଂ ଏହି ମହାମାରୀର ଆତଙ୍କ ମଧ୍ୟ ଦୂର ହେବ। ପରମେଶ୍ୱର କ୍ରୋଧକୁ ଶାନ୍ତ କରିବେ। ପରମେଶ୍ୱର ସେ କୃପାମୟ ସ୍ନେହଶୀଳ ଅଟନ୍ତି। ସେ ଅମଙ୍ଗଳ କରିବାରେ ମଧ୍ୟ କ୍ଷାନ୍ତ ହୁଅନ୍ତି। ଆପଣମାନେ ଯେତେବେଳେ ପ୍ରାର୍ଥନା କରିବେ, ସେତେବେଳେ ପରମେଶ୍ୱର ଯେଉଁ ଚିନ୍ତା କରିଥାନ୍ତି ସେ ଏକ ଦେଶକୁ ସେ ବିନଷ୍ଟ କରିବା ପାଇଁ, ସେ ମଧ୍ୟ ସେଇ ଅମଙ୍ଗଳରୁ କ୍ଷାନ୍ତ ହେବେ। ତେଣୁ ଆପଣଙ୍କୁ ଜଗି ବସିଛି, ଅପେକ୍ଷା କରି ବସିଛି, ଆପଣ କେତେବେଳେ ଯିବେ ସୁସମାଚାର ଘୋଷଣା କରିବା ପାଇଁ। ମୋର ପ୍ରିୟମାନେ, ଜଗତର ଶାନ୍ତି ଆଜି ଆପଣଙ୍କ ହାତ ମୁଠାରେ। ପରମେଶ୍ୱର ଆଜି ଜଗତର ଏବଂ ସ୍ୱର୍ଗର ଚାବିକାଠି ଦେଇଛନ୍ତି। ଖୋଲନ୍ତୁ ମୋର ପ୍ରିୟମାନେ, ଜଗତର ଶାନ୍ତିକୁ ଆପଣଙ୍କ ଚାବିକାଠିରେ ଖୋଲନ୍ତୁ। ଜଗତର ଶାନ୍ତି ଆଜି ଆପଣଙ୍କ ହାତ ମୁଠାରେ ରହିଛି। ଓଡ଼ିଶାର ପ୍ରାୟ 5 କୋଟି ଜୀବନର ଶାନ୍ତି ଆଜି ଆପଣଙ୍କ ହାତ ମୁଠାରେ ରହିଛି। ସେମାନଙ୍କୁ କେବଳ ବିନାଶରୁ ଉଦ୍ଧାର କରିପାରିବେ ଆପଣ। ସେମାନଙ୍କୁ କେବଳ ବିନାଶ ପଥରୁ ଆଲୋକ ମଧ୍ୟକୁ ଆଣିପାରିବେ ଆପଣ। ତେଣୁ ନିଜକୁ ସମୀକ୍ଷା କରନ୍ତୁ, ନମ୍ର କରନ୍ତୁ, ପରମେଶ୍ୱରଙ୍କ ନିକଟକୁ ଫେରି ଆସନ୍ତୁ, ପ୍ରାର୍ଥନା କରନ୍ତୁ,
जीवन समर्पण करंतु, उपवास करंतु, रोधन करंतु, विलाप करंतु। हालेलुया, प्रेज द लॉर्ड, हालेलुया। मोर प्रिय माने आज चर्च मानकरे ताला झुलुछि, आज जगत रे गान सकल बंद होइछि, देश शोक करुछि, कंपित हेउछि, विवाह समारोह सभा समिति पर्व बंद रही, सब अनेक खबर दिया जाई पारु नाही। मनुष्य मनुष्य को देखिले भय करुछि, मनुष्य जहाँ को प्राण ठारू अधिक भल पाए टंका धरिबा को आज डरुछि। परमेश्वर कहले परस्पर को प्रेम कर, किंतु एही प्रेम आज शीतल, अधर्म वृद्धि पाउछि। सारा विश्व रे विपद युद्ध संग्राम, स्थाने स्थाने दुर्भिक्ष भूमिकंप प्रचंड वायु महामारी, मृतदेह पड़िछि उठेबा को केही नाही। बापा मरुछि पुओ कांदु नाही, पुओ मरुछि बापा कांदु नाही। काहेकि मोर प्रिय माने काहेकि एही जगतर आज काहेकि ए अवस्था? जिसाय भविष्यत वक्ता 26 अध्याय 21 पदरे पर कहते, सदा प्रभु पृथ्वी निवासी मानकर अपराध सकाशे से मानकु शास्ति देवा पाई आपण स्थान बाहर होई आसुछंती। परमेश्वर आज आंभ मानकर दुष्कर्म, आंभ मानकर पाप मंदता हिंसा अपराध कार्य सकाशु शास्ति देवा पाई आज आपण सिंहासन बाहर होई आसुछंती। ताहांक क्रोधरु पलायन करि पारिबो किए? किए ताहांक क्रोधरु पलायन करि पारिबो? ए जे महामारी चीन रु आसी आज आम दांड सम्मुखरे ठिया होइछि। मोर प्रिय माने एहा कोरोना नुहे, आमानक निमंते करुणा अर्थात अनुग्रह अटे। ए कोरोना आम्भमानक निमंते करुणा अटे अर्थात अनुग्रह अटे। सदा प्रभु जलमग्न द्वारा पृथ्वी को विनाश करने पूर्व 7 दिन धरी समय देले, अनुग्रहर समय देले, जगत को अनुग्रह अपेक्षा कले। नोहंक समय जलमग्न करने पूर्व, पृथ्वी को विनाश करने पूर्व, पृथ्वी को ध्वंस करने पूर्व यही जगत को यही मनुष्य को 7 दिन समय देले। अपेक्षा करी बसिले केही फेरी आसीबो परा, केही फेरी आसीबो बोली से अपेक्षा कले। मात्र ताहांकर चिन्ह देखी, ताहांकर सुसमाचार शुणी, नोहंकर सुसमाचार शुणी, परमेश्वरंकर चिन्ह देखी केही मनोयोग कले नाही, केही फेरी आसिले नाही, पाप मध्यरु केही फेरी आसिले नाही। तेणु परमेश्वर जहाजर द्वार बंद करे। ठीक सेपरी यह आंभ मानकर एक अनुग्रहर समय। लक्ष लक्ष लोक माने जगतरु चलीगला परे मध्य आज आमे बंचिछु। लक्ष लक्ष लोक माने यही कोरोना भूताणु द्वारा मृत्युवरण कला परे मध्य आज आमे बंचिछु। यह आंभ मानक प्रति परमेश्वरंकर अनुग्रह। से आज अपेक्षा करी बसिछंती आंभ मानक केतेबेले फेरी आसीबो, केतेबेले निजको नम्र करी से प्रार्थना करिबो, केतेबेले आपना को नम्र करी मो निकट को फेरी आसीबो। मोर प्रिय माने आसंतु वस्त्र न चिरु अंतकरण चिरु এই দুর্দিন সময় উপবাস করু, প্রার্থনা করু, আর্থ চিৎকার করু, পরমেশ্বরଙ୍କ নিকটরে বিলাপ করু তাহাଙ୍କ নিকটরে। ସେ କରୁଣାମୟ ପରମେଶ୍ୱରଙ୍କ ନିକଟରେ ହୃଦୟକୁ ଧୋଇ ରୋଦନ କରି କରି ତାହାଙ୍କ ନିକଟକୁ ଫେରିସାର। ଏହି ସମୟରେ ସମସ୍ତ ଆପଣାର ପାପ ତାହାଙ୍କ ପବିତ୍ର ପାଦ ତଳେ ଥୋଇ ଦେଉ। ତାହାଙ୍କ ଜୀବନ ତଳେ ଆପଣ ଜୀବନ ସମର୍ପଣ କରୁ। ତାହାଙ୍କ ଆତ୍ମା ତଳେ ଆପଣ ଆତ୍ମା ଆମେ ସମର୍ପଣ କରୁ। ସେ ନିଶ୍ଚୟ ଆମମାନଙ୍କର ବିନମ୍ର ପ୍ରାର୍ଥନା ସ୍ୱର୍ଗରୁ ଶୁଣିବେ। से निश्चय आमମାନଙ୍କର प्रार्थना स्वर्गରୁ ଶୁଣିବେ ଏବଂ ଆମ୍ଭମାନଙ୍କର ପାପ କ୍ଷମା ହେବ। ନିଶ୍ଚୟ ସେ ଆମ୍ଭମାନଙ୍କର ପାପ କ୍ଷମା କରିଦେବେ, ଆମ୍ଭମାନଙ୍କୁ ସେ ଆରକ୍ଷ କରିବେ। ତାହାଙ୍କର ସକଳ ବିଧି ପାଳନ କରି ତାହାଙ୍କ ନିକଟକୁ ଫେରିସାଉ, ତାହାଙ୍କ ନିକଟକୁ ଆମେ ଫେରିସାଉ। ମୋର ପ୍ରିୟ ମାନେ ସେ ନିଶ୍ଚୟ ଆମ୍ଭମାନଙ୍କର ଦେଶ ସୁସ୍ଥ କରିଦେବେ। ହାଲେଲୁୟା। ଆସୁ
आपणार ବସ୍ତ୍ର ନ ଚିରି ଅନ୍ତଃକରଣ ଚିରୁ ବିଳାପ କରୁ ହାର୍ଥ ଚିତ୍କାର କରି ତାହାଙ୍କ ନିକଟକୁ ଫେରି ଆସୁ। ନିନିବି ପରି ନିଶ୍ଚୟ ଆମ ଭାରତ ସୁସ୍ଥ ହେବ, ଆମମାନଙ୍କ ପରିବାର ସୁସ୍ଥ ହେବ, ଆମମାନଙ୍କର ମହାନଗର ସୁସ୍ଥ ହେବ, ଆମେ ରକ୍ଷା ପାଇବା, ଦେଶ ରକ୍ଷା ପାଇବ, ଏ ପୃଥିବୀ ଏକ ନୂତନ ପୃଥିବୀରେ ପରିଣତ ହେବ। ଆମେନ୍ ଆମେନ୍। ଏହି ବାକ୍ୟ ଦ୍ୱାରା ପରମେଶ୍ୱର ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଆମ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍ ଆମେନ୍ ଆମେନ୍।